नमस्कार दर्शक बंधु आज दिनटी आपणकर शुभमय हेउ। आपण देखुछन्ती खबर 24 आवर न्यूज चैनल। आसंतु नजर पकाइबा राज्य तथा देश विदेशर किछि बछा बछा गुरुत्वपूर्ण खबर उपरे। ता पूर्वरु जदि आपण माने चैनल को नुआ आसिछन्ती तेबे वीडियो को गोटे लाइक करी चैनल को सब्सक्राइब कर दियंतु। एहा द्वारा आपण बहुत गुरुत्वपूर्ण वीडियो सब प्रथमे देखि परिबे। तेबे आसंतु नजर पकाइबा प्रथम खबर उपरे। जलदस्युଙ୍କ कबଳରୁ ମୁକୁଳିଲା ଜାହାଜ। ସୋମାଲିଆ ସମୁଦ୍ର ଉପକୂଳରେ ଜଳଦସ୍ୟୁଙ୍କ ଦ୍ୱାରା ଅପହୃତ ହୋଇଥିବା ଲାଇବେରିଆର ପଣ୍ୟବାହୀ ଜାହାଜ ଏମ୍ଭି ଲିଲା ନରଫକକୁ ଉଦ୍ଧାର କରିବାରେ ଭାରତୀୟ ନୌସେନା ସଫଳ ହୋଇଛି। ଏହି ଜାହାଜରେ 15 ଜଣ ଭାରତୀୟଙ୍କ ସହିତ 21 ଜଣ କ୍ରୁ ସଦସ୍ୟ ରହିଥିଲେ। ଗୁରୁବାର ଉଦ୍ଧାର ପାଇଁ ଜରୁରୀ ସଂକେତ ପାଇବା ପରେ ଭାରତୀୟ ନୌସେନା ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଅପହରଣ ହୋଇଥିବା ଅଞ୍ଚଳକୁ ଆଇଏନ୍ଏସ୍ ଚେନ୍ନାଇ ଜାହାଜକୁ ପଠାଯାଇଥିଲା। ନୌସେନାର ମେରାଇନ୍ କମାଣ୍ଡୋ ଜାହାଜକୁ ଠାବ କରି ସେମାନଙ୍କ ଅଭିଯାନ ଆରମ୍ଭ କରିଥିଲେ। ସେଥିରେ କୌଣସି ଅପହରଣକାରୀ ନଥିବା ବିଷୟ ନୌସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ସମୀକ୍ଷା 12ରେ ପ୍ରକଳ୍ପ ହସ୍ତାନ୍ତର। ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରୀ 12 ତାରିଖ ସୁଦ୍ଧା ଓବିସିସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ। ସୁରକ୍ଷା ଓ ନିରାପତ୍ତା ପାଇଁ ଜାନୁଆରୀ 14 ତାରିଖରେ ଜିଲ୍ଲା ପୁଲିସକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହସ୍ତାନ୍ତର କରାଯିବ। ଶ୍ରୀଦାଣ୍ଡ ରାସ୍ତା ଜାନୁଆରୀ 11 ତାରିଖ ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଅଣ୍ଡରଗ୍ରାଉଣ୍ଡରୁ ବିଦ୍ୟୁତ ତାର ପାଇପଲାଇନ୍ ଆଦି ବିଛା ହେବ। ରାସ୍ତା ଦୁଇ ପାର୍ଶ୍ୱରେ ଥିବା ଘର ସବୁ ମରାମତି କରାଯିବ ଓ ରଙ୍ଗ କରାଯିବ। ସବୁ ବିଭାଗ ସମନ୍ୱୟ ରଖି କାମ କରିବେ। ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଠିକା ସଂସ୍ଥାଗୁଡ଼ିକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲିଙ୍ଗରାଜ ସେବାୟତଙ୍କ ବିରୋଧରେ ଅଭିଯୋଗ ଟଙ୍କା ନ ଦେବାରୁ ଦୁର୍ବ୍ୟବହାର। ଶ୍ରୀଲିଙ୍ଗରାଜ ମନ୍ଦିରରେ ପର୍ଯ୍ୟଟକଙ୍କୁ ଖରାପ ବ୍ୟବହାର ଓ ଦର୍ଶନ ପାଇଁ ଜବରଦସ୍ତ ଟଙ୍କା ଆଦାୟ ଅଭିଯୋଗ କରିଛନ୍ତି ଅନ୍ୟ ରାଜ୍ୟରୁ ଆସିଥିବା ଜଣେ ପର୍ଯ୍ୟଟକ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜର ତିକ୍ତ ଅନୁଭୂତି ଜଣାଇବା ସହ ଏଥିରେ ସଂସ୍କାର ଆଣି ବେଆଇନ ଦାନ ଥାଳି ବଦଳରେ ଦାନହୁଣ୍ଡି ବସାଇବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ପରେ ମନ୍ଦିର ପ୍ରଶାସନ 3 ନିଯୋଗଙ୍କୁ ନୋଟିସ ଜାରି କରିଛି, ଯାହାକୁ ନେଇ ପୁରୁଣା ଭୁବନେଶ୍ୱରରେ ଚର୍ଚ୍ଚା ଜୋର ଧରିଛି। ଟ୍ରେନରେ ନିଆଁ ଲାଗି 5 ମୃତ। ବାଂଲାଦେଶରେ ଆଜି ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟି 5 ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବେନାପୋଲ ଏକ୍ସପ୍ରେସର ଅତିକମରେ 4ଟି ବଗି ଜଳିଯାଇଛି। ଟ୍ରେନଟି ଦେଶର ପଶ୍ଚିମାଞ୍ଚଳରେ ଥିବା ସହର ଜୋରେଶ୍ୱରରୁ ରାଜଧାନୀ ଢାକାକୁ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ଆସନ୍ତା ରବିବାର ଦେଶରେ ନିର୍ବାଚନ ଥିବାରୁ ଦେଶରେ ଅସ୍ଥିରତା ଲାଗି ରହିଛି। ବିରୋଧୀ ଦଳ ନିର୍ବାଚନକୁ ବର୍ଜନ କରିଛି, ତେଣୁ ଟ୍ରେନ ଅଗ୍ନିକାଣ୍ଡ ଏକ ଷଡ଼ଯନ୍ତ୍ର ବୋଲି ଅନୁମାନ କରାଯାଉଛି। ଟ୍ରେନରୁ 5ଟି ମୃତଦେହ ଉଦ୍ଧାର କରାଯାଇଛି ବୋଲି ପୁଲିସ କମାଣ୍ଡର ଖଣ୍ଡେକର ଅଲମୋଇନି ସୂଚନା ଦେଇଛନ୍ତି। ଢାକାର ଗୋପୀବାଗ ଅଞ୍ଚଳରେ ଟ୍ରେନରେ ନିଆଁ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଉକ୍ତ ଟ୍ରେନରେ କିଛି ଭାରତୀୟ ଯାତ୍ରା କରୁଥିବା କୁହାଯାଉଛି। ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ବଖାଣିଲେ ପାଣ୍ଡିଆନ। ଦେଶର 5 ନମ୍ବର ହେବ କଟକ ବଡ଼ ଡାକ୍ତରଖାନା। ପୁରୀରେ ବଡ଼ ଠାକୁରଙ୍କ ପରିକ୍ରମା ପ୍ରକଳ୍ପ ଆଉ କଟକରେ ବଡ଼ ମେଡିକାଲର ରୂପାନ୍ତର ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ସ୍ୱପ୍ନ। ମୁଖ୍ୟମନ୍ତ୍ରୀ ଏମ୍ସ ପ୍ଲସ୍ ଭଳି ଏସ୍ସିବିକୁ କରିବାକୁ ଚାହୁଁଥିଲେ। ଏବେ ଏହାକୁ ଦେଶର 5 ନମ୍ବର ବଡ଼ ହସ୍ପିଟାଲ କରାଯାଉଛି। ଆସନ୍ତା 100 ବର୍ଷକୁ ଲକ୍ଷ୍ୟରେ ରଖି ମୁଖ୍ୟମନ୍ତ୍ରୀ ଏହାର ରୂପାନ୍ତର କରିଛନ୍ତି ବୋଲି ଉପର ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ ସମାବେଶରେ ଯୋଗଦେଇ କହିଛନ୍ତି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ରାଜ୍ୟରେ 3.32 କୋଟି ଭୋଟର। 2024 ନିର୍ବାଚନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି 3,32,36,360। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା 1,68,50,949 ଥିବାବେଳେ ମହିଳାଙ୍କ ସଂଖ୍ୟା ହେଉଛି 1,63,82,031। ଏହା ସହ ରାଜ୍ୟରେ ମହିଳା ଓ ପୁରୁଷ ଭୋଟରଙ୍କ ମଧ୍ୟ ଲିଙ୍ଗଗତ ଅନୁପାତରେ ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ 3 ଯବାନ ଆହତ। ଆଜି ବୌଦ୍ଧ କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା ସଗଡ଼ା ଫାଣ୍ଡି ଅଞ୍ଚଳ ଜଙ୍ଗଲରେ ଏସ୍ଓଜି ଯବାନ, ବିଏସ୍ଏଫ୍ ଯବାନ ଏବଂ କନ୍ଧମାଳ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ଆଇଇଡି ବିସ୍ଫୋରଣରେ 3 ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ତେବେ ଆହତ ହୋଇଥିବା 3 ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। କନ୍ଧମାଳ ଏବଂ ବୌଦ୍ଧ ସୀମାନ୍ତ ବାଲନ୍ଦାପଡ଼ା, ବୌଦ୍ଧ କଣ୍ଟାମାଳ ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି ବୋଲି ଏସ୍ପି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।